ମକର ରାଶି ମକର ରାଶି 2026 ବର୍ଷଟି ମକର ରାଶି ପାଇଁ କିଭଳି ରହିବ ଆସନ୍ତୁ ଜାଣିବା ଏ ଭିଡିଓ ମାଧ୍ୟମରେ। ଜାଣିବା ଗ୍ରହମାନଙ୍କର ସ୍ଥିତି ବିଷୟରେ, ଜାଣିବା ଆପଣଙ୍କ ପାଇଁ ଶୁଭ ବାର, ଶୁଭ ତିଥି, ଶୁଭ ରଙ୍ଗ ଏବଂ ଶୁଭ ରତ୍ନ ବିଷୟରେ, ଏବଂ ତା ସହିତ ଜାଣିବା କଣ ରହିବ ଏ ବର୍ଷ, କେତେ ଭଲ କେତେ ଖରାପ ମକର ରାଶି ପାଇଁ 2026 ବର୍ଷଟି। ভিডিওটিକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଏ ସମସ୍ତ ବିଷୟରେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡିଓରେ। ତେବେ ପ୍ରଥମେ ଆସନ୍ତୁ ଜାଣିବା ଗ୍ରହମାନଙ୍କର ସ୍ଥିତି ଉପରେ। କେଉଁ ଗ୍ରହ ଆମକୁ ଶୁଭ ଫଳ ଦେବେ ଏବଂ କେଉଁ ଗ୍ରହ ଆମ ପାଇଁ ଅଶୁଭ। ବୃହସ୍ପତି ବର୍ଷ ଆରମ୍ଭର ପ୍ରଥମ 5 ମାସ ମିଶ୍ରିତ ଫଳ ଦେବେ, ମାନେ ମଧ୍ୟମ ଧରଣର ଶୁଭ, ଏବଂ ତାପରେ ଯୋଉ ପରବର୍ତ୍ତୀ 5 ମାସ, ବର୍ଷ ଆରମ୍ଭର ପ୍ରଥମ 5 ମାସ ମିଶ୍ରିତ ଫଳ, ତାପରେ ଯୋଉ 5 ମାସ ରହିଲା ସେ ସମୟରେ ବହୁତ ଶୁଭ ଫଳ ଦେବେ ଏବଂ ଶେଷ ଯୋଉ 2 ମାସ ରହିଲା ଅଶୁଭ ଫଳ ଦେବେ। ଶନି ଆପଣଙ୍କର ବର୍ଷ ସାରା ଶୁଭ, 2026ରେ ଶନି ଆପଣଙ୍କୁ ଶୁଭ ଫଳ ଦେବେ, କିନ୍ତୁ ରାହୁ ଏବଂ କେତୁ ଆପଣଙ୍କ ପାଇଁ ଅଶୁଭ ସ୍ଥିତିରେ ଅଛନ୍ତି, ତେଣୁ ସେ ଅଶୁଭ ଫଳ ଦେବେ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଶୁଭ ବାର ଏବଂ ଶୁଭ ତିଥି। ତେବେ ପ୍ରଥମେ ଶୁଭ ବାର, ଶୁକ୍ରବାର ଓ ଶନିବାର। ଶୁଭ ତିଥି ନବମୀ, ଦଶମୀ ଓ ଦ୍ୱାଦଶୀ। ଶୁଭରତ୍ନ ନୀଳକାନ୍ତ ମଣି। ଶୁଭ ରଙ୍ଗ କଳା ଓ ନୀଳ। ବର୍ତ୍ତମାନ ଆସନ୍ତୁ ଜାଣିବା 2026 ବର୍ଷର ବାର୍ଷିକ ରାଶିଫଳ ମକର ରାଶି। ଜାଣି ରଖନ୍ତୁ ଆପଣଙ୍କ ପାଇଁ ବର୍ଷର ଯୋଉ ମଧ୍ୟ ଭାଗଟି ଆପଣଙ୍କ ପାଇଁ ଶୁଭ ହବ, ମାନେ ଜୁନ ପରର ଯୋଉ ସମୟଟି, ପ୍ରଥମ 5 ମାସ ପରେ ତାର ଯୋଉ ମଝି 5ରୁ 6 ମାସ ଆପଣଙ୍କ ପାଇଁ ଶୁଭ ସମୟ ରହିବ। ତେବେ ଆରମ୍ଭରୁ କିଛି ନା କିଛି ସମସ୍ୟା ଦେଇକି ଗତି କରିବେ। ଆପଣଙ୍କ ଲାଇଫରେ ସବୁବେଳେ ସମସ୍ୟା ଆସିବ। ବର୍ଷ ଆରମ୍ଭର ପ୍ରଥମ 5 ମାସ ଏବଂ ଶେଷ 2 ମାସ, ଏଇ ଯୋଉ ସମୟଟି ଆପଣ ଅସୁବିଧାରେ ପଡ଼ିପାରନ୍ତି, ହଇରାଣରେ ପଡ଼ିପାରନ୍ତି, ସମସ୍ୟା ବହୁଳ ହବ ଆପଣଙ୍କ ଜୀବନରେ। ବର୍ଷ ଆରମ୍ଭରୁ କିଛି ନା କିଛି ସମସ୍ୟା ଉପୁଜିବ ତ ନିହାତି ଭାବରେ, ଏବଂ ଏଭଳି କିଛି ଘଟଣା ଘଟିବ ବା କିଛି ଅପ୍ରୀତିକର ପରିସ୍ଥିତି ଆପଣଙ୍କ ସହିତ ହବ ଯାହାକି ଆପଣଙ୍କୁ ବହୁତ ହଇରାଣରେ ପକେଇବ, ଏବଂ ସମସ୍ୟା, ସେଇ ସବୁ ସମସ୍ୟା ଯୋଗୁଁ ହୁଏତ ଆପଣ ମାଲି ମକଦ୍ଦମାର ସମସ୍ୟା ଆପଣଙ୍କୁ ଭୋଗିବାକୁ ପଡ଼ିପାରେ। ତେବେ ବର୍ଷର ମଧ୍ୟ ଭାଗଟି ଯେହେତୁ ଆପଣଙ୍କର ବୃହସ୍ପତି ଶୁଭରେ ରହିବେ, ତେଣୁ ସେହି ସମୟରେ ଆପଣଙ୍କର ସର୍ବାଙ୍ଗୀନ ଉନ୍ନତି ହେବ। ଆପଣ ସେହି ସମୟରେ ଆର୍ଥିକ ପକ୍ଷ ବି ଆପଣଙ୍କର ମଜବୁତ ହେବ। ଖାସ କରିକି ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ଏଇ ଯୋଉ ସମୟଟି ଆପଣଙ୍କର ସମସ୍ୟା ଯାହା ବି ଥିଲା ଜୀବନରେ, ସେ ସମୟରେ ସମସ୍ୟା ବହୁତ କମ ରହିବ, ନହେଲେ ସମସ୍ୟା ଦେଖା ଦେଇବନି। କର୍ମକ୍ଷେତ୍ରରେ ଉନ୍ନତି ହେବ, ବେପାରରେ ଉନ୍ନତି ହେବ, ଆର୍ଥିକ ଲାଭ ହେବ, ଶିକ୍ଷା କ୍ଷେତ୍ରରେ ସଫଳତା, ପାରିବାରିକ ଜୀବନ, ଆପଣଙ୍କର ପର୍ସନାଲ ଲାଇଫ ହଉ, ଲଭ୍ ଲାଇଫ ହଉ, ମ୍ୟାରେଡ୍ ଲାଇଫ ହଉ, ଯାହାବି, ସେ ସମୟରେ ଆପଣଙ୍କ ପାଇଁ ସମୟଟି ବହୁତ ସୁନ୍ଦର ରହିବ। ଆଉ ଖାସ କରି ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ଆପଣଙ୍କର ବହୁତ ଦିନର ଆଶା ମଧ୍ୟ ପୂରଣ ହୋଇପାରେ। ତେବେ ଯେହେତୁ ଆପଣଙ୍କର ରାହୁ ଆଉ କେତୁ ଅଶୁଭ ସ୍ଥିତିରେ ରହିବେ, ତେଣୁ ଆୟ ତୁଳନାରେ ବହୁତ ସମୟରେ ଏମିତି ହେବ, ଆୟ ତୁଳନାରେ ଆପଣଙ୍କର ଖର୍ଚ୍ଚ ଅଧିକା ହେବ। ତେବେ ଯେହେତୁ ବୃହସ୍ପତି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରୁଛନ୍ତି, ଶୁଭରେ ରହିବେ, ତେଣୁ ଗୋଟେ ଓଭରଅଲ ଦେଖିଲେ ଆପଣ 65% ଶୁଭ ଫଳ ଏ ବର୍ଷରେ ଭୋଗ କରିବେ। ମହିଳାମାନେ କର୍ତ୍ତବ୍ୟ ପରାୟଣ ହେବେ, ନିଜର ଘର କାମ ଭିତରେ, ନିଜର କାମ ଭିତରେ ସେମାନେ ବ୍ୟସ୍ତ ରହିବେ, ଏବଂ ବିଦ୍ୟାର୍ଥୀମାନେ ଶିକ୍ଷାରେ ସଫଳତା ମିଳିବ, କିନ୍ତୁ ଏକାଗ୍ର ଚିତ୍ତ କରିକି ମନ ଧ୍ୟାନ ଦେଇକି ପାଠ ପଢ଼ିବାର ଆବଶ୍ୟକତା ଅଛି। କାହିଁକିନା ବେଳେବେଳେ ପାଠ ପଢ଼ିବାକୁ ଆପଣଙ୍କୁ ଇଚ୍ଛା ହବନି। ଏବଂ ଯେଉଁମାନେ ଚାକିରି କରୁଛନ୍ତି, କର୍ମକ୍ଷେତ୍ରରେ ସତର୍କ ରହିବାର ଆବଶ୍ୟକତା ଅଛି, କାହିଁକିନା ଶତ୍ରୁ ଭୟ ଜାତ ହବ, ଆଉ ଆପଣଙ୍କ ପଛରେ ବହୁତ ଲୋକ ବହୁତ କିଛି କଥା କହିବେ, ଆପଣଙ୍କୁ ହଇରାଣରେ ପକାଇବା ପାଇଁ ଚେଷ୍ଟା କରିବେ। ତେଣୁ ସାବଧାନ ରହିବାର, ସତର୍କ ରହିବାର ସମୟ ଆସିଯାଇଛି। ଖାସ କରିକି ବର୍ଷ ଆରମ୍ଭର 5 ମାସ ଏବଂ ଶେଷ 2 ମାସ, ସେ ସମୟରେ ଆପଣ ଟିକେ ଅଧିକା ହଇରାଣରେ ପଡ଼ିପାରନ୍ତି। ତେବେ କ'ଣ କରିବେ? ପ୍ରତିକାର କ'ଣ କରିବେ? ସମସ୍ୟା ତ ଆମ ଜୀବନରେ ଆସିବ, ଆମେ ପ୍ରତିକାର କ'ଣ କରିବା? ଦେଖନ୍ତୁ, ସୋମବାର ଗୁଡ଼ିକରେ ଶିବ ମନ୍ଦିର ଯାଆନ୍ତୁ, ମହାଦେବଙ୍କ ଦର୍ଶନ କରନ୍ତୁ, କାହିଁକି ନା ମହାଦେବ ହିଁ ସର୍ବେ ସର୍ବା। ତାଙ୍କ ପାଖକୁ ଗଲେ ସବୁ କିଛିର ସମାଧାନ ତାଙ୍କ ପାଖରେ ଅଛି। ତେଣୁ ତାଙ୍କ ପାଖକୁ କିଛି ନହେଲେ ବି ସୋମବାର ଦିନ ଟିକେ ମନ୍ଦିର ଯାଆନ୍ତୁ, ଓಂ ନମଃ ଶିବାୟ ଲେଖିକି ବେଲପତ୍ରରେ ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ଯାହା ବି ଜୀବନରେ ସମସ୍ୟା ଅଛି, ମହାଦେବଙ୍କ କୃପାରୁ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ତେବେ ଏ ଥିଲା ବାର୍ଷିକ ରାଶିଫଳ 2026 ମକର ରାଶି ପାଇଁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ସମସ୍ତଙ୍କୁ ସେୟାର କରିବେ। ରହିଲି, ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।